Peace does not mean to be in a place where there is no noise, trouble, or hard work. It means to be in the midst of those things and still be calm in your heart. ଶାନ୍ତିର ଅର୍ଥ ଏହା ନୁହେଁ ଯେ ଆପଣ କୌଣସି ଏକ ସ୍ଥାନରେ ରହିବେ ଯେଉଁଠି କୌଣସି କୋଳାହଳ, ସମସ୍ୟା କିମ୍ବା କୌଣସି କଠିନ ପରିଶ୍ରମ ନଥିବ। ଏହାର ପ୍ରକୃତ ଅର୍ଥ ହେଉଛି କି ଏହିସବୁ ସମସ୍ୟା ଏବଂ ଦୁଃଖ ମଝିରେ ରହି ମଧ୍ୟ ନିଜ ହୃଦୟକୁ ଶାନ୍ତ ରଖିବା। ନମସ୍କାର ବନ୍ଧୁଗଣ, ମୁଁ ଆପଣଙ୍କ ପ୍ରିୟ ବିଜୟ। ଦୁଃଖ ଦୂର କରିବାର ସବୁଠାରୁ ଶ୍ରେଷ୍ଠ ଉପାୟ ହେଉଛି ସ୍ୱୀକାର କରିବା ଏବଂ ପରିବର୍ତ୍ତନକୁ ଗ୍ରହଣ କରିବା। ଏହି ବିଷୟରେ ଗୌତମ ବୁଦ୍ଧଙ୍କ ଜୀବନର ଅତି ଏକ ପ୍ରସିଦ୍ଧ ଏବଂ ହୃଦୟସ୍ପର୍ଶୀ କାହାଣୀ ରହିଛି, ଯାହାକୁ ମୁଠାଏ ସୋରିଷ କାହାଣୀ ମଧ୍ୟ କୁହାଯାଏ। କାହାଣୀ ମୁଠାଏ ସୋରିଷ ଓ ଦୁଃଖ ଏବଂ ଜୀବନର ପରମ ସତ୍ୟର ରହସ୍ୟ। ବହୁ ବର୍ଷ ପୂର୍ବର କଥା, ଶ୍ରାବସ୍ତୀ ନଗରରେ କିସା ଗୌତମୀ ନାମକ ଜଣେ ଅତ୍ୟନ୍ତ ସରଳ ମହିଳା ବାସ କରୁଥିଲେ। ବିବାହର ବହୁ ବର୍ଷ ପରେ ତାଙ୍କ କୋଳକୁ ଏକ ସୁନ୍ଦର ପୁତ୍ର ସନ୍ତାନଟିଏ ଆସିଥିଲା। ସେ ଶିଶୁଟିଏ ହିଁ ଥିଲା ଗୌତମୀଙ୍କ ଜୀବନର ସର୍ବସ୍ୱ। କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର। ଦିନେ ହଠାତ୍ ସେହି ଛୋଟ ପୁଅଟି ଅସୁସ୍ଥ ହୋଇ ଆଖି ବୁଜିଦେଲା। ଗୌତମୀ ଏହି ଦାରୁଣ ଦୁଃଖକୁ ସହ୍ୟ କରିପାରିଲେ ନାହିଁ। ମୃତ୍ୟୁ କ'ଣ ତାହା ବୁଝିବା ପରିସ୍ଥିତିରେ ସେ ନଥିଲେ। ସେ ଭାବୁଥିଲେ ତାଙ୍କ ପୁଅ ଶୋଇଛି, କିଏ ଔଷଧ ଦେଲେ ସେ ଉଠି ପଡ଼ିବ। ସେ ନିଜ ମୃତ ପୁଅକୁ କୋଳରେ ଧରି ପ୍ରତି ପଡ଼ୋଶୀଙ୍କ ଦ୍ୱାରକୁ ଗଲେ। କାନ୍ଦି କାନ୍ଦି ସେ ଗୋଟିଏ କଥା କହୁଥିଲେ, ଦେଖୁଛ ମୋ ପୁଅ ଆଉ କଥା କହୁନି, କିଏ ଟିକେ ସାହାଯ୍ୟ କର, ତାକୁ ବଞ୍ଚେଇ ଦିଅ। ଲୋକମାନେ ତାଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ଦୟା କରୁଥିଲେ, ତ କେହି କେହି ତାଙ୍କୁ ପାଗଳି ମଧ୍ୟ କହୁଥିଲେ। ଶେଷରେ ଜଣେ ଜ୍ଞାନୀ ବୃଦ୍ଧ ବ୍ୟକ୍ତି ଗୌତମୀକୁ ଦେଖି କହିଲେ, ମା, ସଂସାର କୌଣସି ବୈଦ୍ୟ ବା ଔଷଧ ତୋ ପୁଅକୁ ଜୀବନ ଦେଇପାରିବେ ନାହିଁ, କିନ୍ତୁ ଏହି ନଗର ନିକଟରେ ଭଗବାନ ବୁଦ୍ଧ ଅଛନ୍ତି। ତୁ ତାଙ୍କ ପାଖକୁ ଯା, ସେ ହିଁ ତତେ ପଥ ଦେଖେଇବେ। ଆଶାର ଏକ କିରଣ ନେଇ ଗୌତମ ବୁଦ୍ଧଙ୍କ ପାଖରେ ଯାଇ ପହଞ୍ଚିଲେ। ସେ ବୁଦ୍ଧଙ୍କ ଚରଣ ତଳେ ପଡ଼ି ଅନୁରୋଧ କଲେ, ପ୍ରଭୁ, ଆପଣ ତ ସର୍ବଶକ୍ତିମାନ, କିଛି ଚମତ୍କାର କରନ୍ତୁ, ଯେମିତି ମୋ ପୁଅ ପୁଣି ଥରେ ମୋତେ ମା ବୋଲି ଡାକିବ। ବୁଦ୍ଧ ଶାନ୍ତ ସ୍ୱରରେ କହିଲେ, ଗୌତମୀ, ମୁଁ ତୁମ ପୁଅକୁ ବଞ୍ଚେଇ ଦେବି, କିନ୍ତୁ ତା ପୂର୍ବରୁ ମୋତେ ଗୋଟିଏ ଜିନିଷ ଆଣିଦିଅ। ମୋତେ ମୁଠାଏ ସୋରିଷ ଦରକାର। ଗୌତମୀ ତୁରନ୍ତ ସୋରିଷ ଆଣିବାକୁ ବାହାରିଲେ, କିନ୍ତୁ ବୁଦ୍ଧ ତାଙ୍କୁ ଅଟକାଇ କହିଲେ, ମନେ ରଖ, ସେହି ସୋରିଷ ମୁଠାକ କେବଳ ସେହି ଘରୁ ଆଣିବ ଯେଉଁ ଘରେ ଆଜି ପର୍ଯ୍ୟନ୍ତ କେହି କେବେ ମୃତ୍ୟୁବରଣ ନ କରିଥିବେ। ଗୌତମୀ ଅତ୍ୟନ୍ତ ଉତ୍ସାହର ସହ ପ୍ରତ୍ୟେକଟି ଘରକୁ ଗଲେ। ପ୍ରଥମ ଘର, ଭାଇ, ମୋତେ ମୁଠାଏ ସୋରିଷ ଦେବ କି? ଉତ୍ତର, ନିଶ୍ଚୟ ମା, ଏଇ ନିଅ। ଗୌତମୀଙ୍କ ପୁଣି ପ୍ରଶ୍ନ, ଆଚ୍ଛା, ତୁମ ଘରେ କେବେ କାହାର ମୃତ୍ୟୁ ହୋଇଛି କି? ଲୋକଟି ଉତ୍ତର ଦେଲା, ଆରେ ମା, ତୁମେ ଏପରି କ'ଣ ପଚାରୁଛ? ଗତ ବର୍ଷ ହିଁ ମୋର ବାପା ଚାଲିଗଲେ। ଗୌତମୀ ଏବେ ଦ୍ୱିତୀୟ ଘରକୁ ଗଲେ। ସେଠାରେ ଜଣେ ମା କାନ୍ଦି କାନ୍ଦି କହିଲେ, ମୋର ଏକମାତ୍ର ଝିଅ ମରିବାର 2 ବର୍ଷ ହୋଇଗଲାଣି। ଏମିତି ଭାବେ ଗୌତମୀ ଗାଁର ସବୁ ଘର ବୁଲି ଆସିଲେ, କିନ୍ତୁ ସିଏ ଏମିତି କୌଣସି ବି ଘର ପାଇଲେ ନାହିଁ ଯେଉଁଠି କେହି ପ୍ରିୟଜନକୁ ହରାଇ ନାହାନ୍ତି। କେଉଁଠି ସ୍ୱାମୀଙ୍କ ମୃତ୍ୟୁ ହୋଇଛି, ତ କେଉଁଠି ପତ୍ନୀଙ୍କର, କେଉଁଠି ସନ୍ତାନର, ତ କେଉଁଠି ପିତାମାତାଙ୍କର। ସନ୍ଧ୍ୟା ହୋଇ ଆସୁଥିଲା। ଗୌତମୀ ଥକି ପଡ଼ି ଏକ ନିର୍ଜନ ସ୍ଥାନରେ ବସି ପଡ଼ିଲେ। ସେ ଦେଖିଲେ ସହରର ବତୀ ଆଲୁଅ ଗୁଡ଼ିକ ଜଳୁଛି ଏବଂ କିଛି ସମୟ ପରେ ଲିଭି ଯାଉଛି। ସେତେବେଳେ ତାଙ୍କର ଚୈତନ୍ୟ ଉଦୟ ହେଲା। ସେ ଅନୁଭବ କଲେ, ଜୀବନ ଏହି ଦୀପଶିଖା ପରି, ଯାହା ଥରେ ଜଳେ ଏବଂ ପୁଣି ଲିଭିଯାଏ। ମୁଁ କେତେ ସ୍ୱାର୍ଥପର ହୋଇଯାଇଥିଲି। ମୁଁ ଭାବୁଥିଲି କେବଳ ମୁଁ ଦୁଃଖୀ, କିନ୍ତୁ ମୃତ୍ୟୁ, ଶୋକ ଏବଂ ଦୁଃଖ ଏସବୁ ତ ସାରା ଜଗତର ନିୟମ। ସେ ଫେରି ଆସି ବୁଦ୍ଧଙ୍କ ଚରଣ ସ୍ପର୍ଶ କଲେ। ବୁଦ୍ଧ ପଚାରିଲେ, ଗୌତମୀ, ସୋରିଷ ମୁଠାକ ପାଇଲ କି? ଗୌତମୀ ଶାନ୍ତ ସ୍ୱରରେ କହିଲେ, ନା ପ୍ରଭୁ, ସୋରିଷ ତ ମିଳିଲା, କିନ୍ତୁ ଏମିତି କୌଣସି ଘର ମିଳିଲାନି ଯେଉଁଠି ମୃତ୍ୟୁ ପହଞ୍ଚି ନାହିଁ। ଆପଣ ମୋତେ ଯେଉଁ ପାଠ ପଢ଼ିବାକୁ ଚାହୁଁଥିଲେ, ମୁଁ ତାହା ବୁଝିଗଲି। ବନ୍ଧୁଗଣ, ଜୀବନରେ ଦୁଃଖ ଏବଂ ମୃତ୍ୟୁ ଅପରିହାର୍ଯ୍ୟ। ମୋହ ହିଁ ସବୁ ଦୁଃଖର କାରଣ। ଏହି ସତ୍ୟକୁ ଗ୍ରହଣ କରିନେବା ହିଁ ମାନସିକ ଶାନ୍ତିର ଏକମାତ୍ର ପଥ।
ଦୁଃଖ ଦୂର କରିବାର ତିନୋଟି ମୁଖ୍ୟ ଉପାୟ। ସତ୍ୟକୁ ସ୍ୱୀକାର କରନ୍ତୁ। ଦୁଃଖ ଯେତେବେଳେ ବଢ଼େ ସେତେବେଳେ ଆମେ ସତ୍ୟକୁ ଗ୍ରହଣ କରି ତାଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁ। ଯାହା ହେବାର ଥିଲା ତାହା ହୋଇସାରିଛି, ଏହା ଗ୍ରହଣ କଲେ ମନ ଶାନ୍ତ ରୁହେ। ଦ୍ୱିତୀୟ, ଆପଣ ଏକୁଟିଆ ନୁହନ୍ତି। ସଂସାରରେ ପ୍ରତିଟି ବ୍ୟକ୍ତି କୌଣସି ନା କୌଣସି ଦୁଃଖ ଦେଇ ଗତି କରୁଛନ୍ତି। ନିଜ ଦୁଃଖକୁ ଅନ୍ୟମାନଙ୍କ ଦୁଃଖ ସହ ତୁଳନା କଲେ ଜଣାପଡ଼େ ଯେ ଆମ ସମସ୍ୟା ସେତେ ବଡ଼ ନୁହେଁ। ବର୍ତ୍ତମାନରେ ବଞ୍ଚନ୍ତୁ। ଅତୀତର ଦୁଃଖକୁ ମନେ ପକାଇଲେ କେବଳ କଷ୍ଟ ମିଳେ। ଯେମିତି ଗୌତମୀ ବୁଝିଲେ ଯେ ମୃତ ବ୍ୟକ୍ତି କେବେ ଫେରିବ ନାହିଁ, ସେମିତି ଆମକୁ ମଧ୍ୟ ବର୍ତ୍ତମାନକୁ ଗ୍ରହଣ କରି ଆଗକୁ ବଢ଼ିବାକୁ ହେବ। ଦୁଃଖକୁ ଜିତିବା ଏବଂ ମନକୁ ଶାନ୍ତ ରଖିବା ପାଇଁ ଶ୍ରୀମଦ୍ ଭଗବତ ଗୀତାର ଏକ ଅତି ସୁନ୍ଦର ଶ୍ଲୋକ ରହିଛି। ଯେତେବେଳେ ଅର୍ଜୁନ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଜୀବନର ଅନ୍ୟତା ବିଷୟରେ ବୁଝେଇଥିଲେ। ଶ୍ରୀମଦ୍ ଭଗବତ ଗୀତା ଅଧ୍ୟାୟ 2 ଶ୍ଲୋକ 14। ମାତ୍ରା ସ୍ପର୍ଶାସୁ ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମାପାୟିନୋ ଅନିତ୍ୟାସ୍ ତାଂସ୍ତିତିକ୍ଷସ୍ୱ ଭାରତ। ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ କୌନ୍ତେୟ ଅର୍ଜୁନ, ଇନ୍ଦ୍ରିୟ ଏବଂ ବିଷୟର ସଂସ୍ପର୍ଶରେ ହିଁ ଶୀତ ଉଷ୍ମ ଏବଂ ସୁଖ ଦୁଃଖର ଅନୁଭବ ହୋଇଥାଏ। ଏଗୁଡ଼ିକ ଆଗମାପାୟନଃ ଅର୍ଥାତ୍ ଆସିବା ଏବଂ ଯିବା ସ୍ୱାଭାବିକ ଅଟେ। ଏହି ଶ୍ଲୋକକୁ ଆମେ ଦୈନନ୍ଦିନ ଜୀବନରେ ଏହିପରି ବୁଝିପାରିବା। ପରିବର୍ତ୍ତନଶୀଳତା ଯେପରି ଋତୁ ବଦଳେ, ବର୍ଷା ପରେ ଶୀତ, ଶୀତ ପରେ ଖରା ଆସେ, ସେହିପରି ଜୀବନରେ ସୁଖ ଏବଂ ସୁଖ ପରେ ଦୁଃଖ ଆସିବାଟା ସ୍ୱାଭାବିକ କଥା। କିଛି ବି ଏଠାରେ ସ୍ଥାୟୀ ନୁହେଁ। ଇନ୍ଦ୍ରିୟର ପ୍ରଭାବ, ଆମର ଆଖି, କାନ, ନାକ, ଜିଭ ଏବଂ ଚର୍ମ ବାହ୍ୟ ଜଗତରୁ ଯାହା ଅନୁଭବ କରନ୍ତି ତାହା ମନକୁ ପ୍ରଭାବିତ କରେ, କିନ୍ତୁ ସେହି ଅନୁଭୂତି କ୍ଷଣସ୍ଥାୟୀ ଅଟେ। ତିତିକ୍ଷା, ଧୈର୍ଯ୍ୟ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନୀ ବ୍ୟକ୍ତି ସେହି ଅସ୍ଥାୟୀ ସୁଖରେ ଅଧିକ ଉତ୍ସାହିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ କେବେ ଭାଙ୍ଗି ପଡ଼ନ୍ତି ନାହିଁ। ସେ ସବୁ କିଛିକୁ ଧୈର୍ଯ୍ୟର ସହିତ ଗ୍ରହଣ କରନ୍ତି। ଏହାର ସାର କଥା ମାତ୍ର ଏତିକି, ଜୀବନର ଉତ୍ଥାନ ପତନରେ ବିଚଳିତ ନ ହୋଇ ସ୍ଥିର ରହିବା ହିଁ ଶ୍ରେଷ୍ଠ ମାର୍ଗ ଅଟେ। ଆଉ ଗୋଟିଏ ଛୋଟିଆ କାହାଣୀଟି ଶୁଣି ନିଅନ୍ତୁ। ଥରେ ଜଣେ ପ୍ରତାପୀ ରାଜା ନିଜର ଜ୍ଞାନୀ ମନ୍ତ୍ରୀକୁ କହିଲେ, ମୋତେ କିଛି ଏମିତି ଜିନିଷ ଦିଅ ଯାହାକୁ ଦେଖିଲେ ବହୁତ ଖୁସି ସମୟରେ ମୁଁ ଗମ୍ଭୀର ହୋଇଯିବି ଏବଂ ବହୁ ଦୁଃଖ ସମୟରେ ମୋତେ ଶାନ୍ତି ମିଳିବ। ମନ୍ତ୍ରୀ ଜଣକ ରାଜାଙ୍କୁ ଏକ ସୁନ୍ଦର ମୁଦି ଉପହାର ଦେଲେ। ସେହି ମୁଦି ଭିତରେ ଗୋଟିଏ ଧାଡ଼ି ଲେଖା ଥିଲା, ଏହି ସମୟ ମଧ୍ୟ ଚାଲିଯିବ। ରାଜା ଯେତେବେଳେ ଯୁଦ୍ଧ ଜିତି ବହୁତ ଅହଙ୍କାରୀ ଏବଂ ଖୁସି ହୋଇଯାଉଥିଲେ ସେତେବେଳେ ସେ ମୁଦିକି ଚାହିଁଲେ। ତାଙ୍କର ମନେ ପଡ଼ିଯାଉଥିଲା ଯେ ବିଜୟ ଏବଂ ସୁଖ ସବୁଦିନ ପାଇଁ ରହିବ ନାହିଁ। ସେ ଶାନ୍ତ ହୋଇଯାଉଥିଲେ। ସେହିପରି ଯେତେବେଳେ ସେ ବିପଦରେ ପଡ଼ୁଥିଲେ କିମ୍ବା ବହୁତ ଦୁଃଖରେ ଥିଲେ, ସେହି ଧାଡ଼ି ତାଙ୍କୁ ଆଶା ଦେଉଥିଲା ଯେ ଏହି ଦୁଃଖର ସମୟ ମଧ୍ୟ ସବୁଦିନ ପାଇଁ ନୁହେଁ, ଏହା ମଧ୍ୟ ବିତିଯିବ। ଗୀତାର ଶ୍ଲୋକ ଏବଂ ଏହି କାହାଣୀ ଆମକୁ ଏତିକି ଶିଖାଏ, ସୁଖ ଏବଂ ଦୁଃଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଯଦି ଆଜି ଦୁଃଖ ଅଛି ତେବେ କାଲି ନିଶ୍ଚୟ ସୁଖ ଆସିବ। ଜୀବନରେ କୌଣସି ବି ପରିସ୍ଥିତି ସ୍ଥାୟୀ ନୁହେଁ। ପ୍ରତ୍ୟେକ ଖରାପ ସମୟରେ ମନକୁ ସ୍ଥିର ରଖିବା ଏବଂ ସମୟକୁ ଅପେକ୍ଷା କରିବା ହିଁ ଦୁଃଖ ଦୂର କରିବାର ପ୍ରକୃତ ମାର୍ଗ। ଆପଣଙ୍କୁ ଯେତେବେଳେ ଦୁଃଖ ଲାଗିବ ମନେ ରଖିବେ ଏହି ସମୟ ମଧ୍ୟ ଚାଲିଯିବ। ସଫଳତା କୌଣସି ଦୁର୍ଘଟଣା ନୁହେଁ, ଏହା ହେଉଛି କଠିନ ପରିଶ୍ରମ, ନିଷ୍ଠା ଏବଂ ଧୈର୍ଯ୍ୟର ସହ ଶିଖିବାର ପରିଣାମ। ସୂର୍ଯ୍ୟ ପରି ଚମକିବାକୁ ହେଲେ ପ୍ରଥମେ ସୂର୍ଯ୍ୟ ପରି ଜଳିବାକୁ ଶିଖ। ସମୟ ଯେତେବେଳେ ଖରାପ ଥାଏ ସେତେବେଳେ ଅଭିଯୋଗ ନୁହେଁ ବରଂ ଅଭ୍ୟାସ ଏବଂ ଧୈର୍ଯ୍ୟ ରଖିବା ଉଚିତ। ଭଗବାନଙ୍କ ନ୍ୟାୟରେ ବିଳମ୍ବ ହୋଇପାରେ କିନ୍ତୁ ଅନ୍ୟାୟ କେବେ ହୁଏନି। ନିଜକୁ କେବେ ବି ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ମନେ ରଖନ୍ତୁ, ଚନ୍ଦ୍ର ଏବଂ ସୂର୍ଯ୍ୟ ନିଜ ନିଜ ସମୟରେ ହିଁ ଚମକିଥାନ୍ତି। ଲୋକଙ୍କ କଥାରେ କେବେ ହାର ମାନନ୍ତୁ ନାହିଁ, କାରଣ ଲୋକମାନେ ଫଳ ଭର୍ତ୍ତି ଗଛକୁ ହିଁ ପଥର ମାରିଥାନ୍ତି।
ଭଗବାନ ଶ୍ରୀକୃଷ୍ଣ କୁହନ୍ତି, କର୍ମ କରିଚାଲ, ଫଳର ଆଶା ରଖ ନାହିଁ। ପରିବର୍ତ୍ତନ ହିଁ ସଂସାରର ନିୟମ। ଆଜି ଯାହା ତୁମର ଅଛି ତାହା କାଲି ଅନ୍ୟ କାହାର ହେବ। ଛୋଟ କିନ୍ତୁ ମୂଲ୍ୟବାନ କଥା, ସଂଘର୍ଷ ଯେତେ କଠିନ ହେବ ସଫଳତା ସେତେ ସୁନ୍ଦର ହେବ। ଜୀବନ ଏକ ଦର୍ପଣ ପରି, ଯଦି ଆପଣ ହସିବେ ସେ ମଧ୍ୟ ଆପଣଙ୍କୁ ହସିକି ଦେଖାଇବ। ଯଦି ଏହି ଭିଡ଼ିଓ ଆପଣଙ୍କୁ କିଛି ମାତ୍ରାରେ ବି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଯୋଗ୍ୟ ବନାନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।